বলে বলে বৈ ঠাকুরানো ধনালে গয়া সাবা সাবা বৈ ঠাকুরানো ধনালে গয়া আসিরহ গয়ে টালিয়া বেজা আসিরহ গয়ে টালিয়া বেজা বৈ ঠাকুরানো ধনালে গয়া বলে বলে সাবা সাবা ধনালে গয়া বলে বলে বৈ ঠাকুরানো ধনালে গয়া। আরে বলরাম, তুই এই ভজন কোଉଠୁ ଶିଖିଲୁ? ଜଣେ ସନ୍ନ୍ୟାସୀ ଏ ଭଜନକୁ ବଡ଼ ଦାଣ୍ଡରେ ଗାଇ ଗାଇ ଯାଉଥିଲେ। ମୁଁ ପଛରେ ଥାଇ ଶୁଣିଲି। ଜଗା, ଏ ଭଜନ କିଏ ଲେଖିଥିଲେ? ଶୁଣିବାକୁ ଭାରି ବଢ଼ିଆ ଲାଗୁଥିଲା। ଏ ଭଜନକୁ ରାଜସ୍ଥାନର ଜଣେ ମହାନ କୃଷ୍ଣ ଭକ୍ତ ଧନା ଭଗତ ଲେଖିଥିଲେ। ମହାନ କୃଷ୍ଣ ଭକ୍ତ ଥିଲେ? ଜଗା, ମତେ ଟିକେ ତାଙ୍କର କୃଷ୍ଣ ଭକ୍ତି କଥା ଶୁଣାନ୍ତୁନି। ଆରେ ପାଗେଳା, କେହି କ'ଣ ନିଜ କାହାଣୀ ନିଜ ମୁହଁରେ ଶୁଣନ୍ତି? ତୁ ଯା, ସେଇ ସନ୍ନ୍ୟାସୀଙ୍କୁ ପଚାରିବୁ, ସେ ତତେ ନିଶ୍ଚୟ ଧନା ଭଗତଙ୍କ କାହାଣୀ ଶୁଣେଇଦେବେ। ବାବା, ଆପଣ ସେଦିନ ଧନା ଭଗତଙ୍କ ଯେଉଁ ଭଜନ ଗାଉଥିଲେ, ଶୁଣିବାକୁ ଭାରି ବଢ଼ିଆ ଲାଗୁଥିଲା। ଆରେ ପୁଅ, ତୁ କୋଉଠି ଥାଇ ଶୁଣୁଥିଲୁ? ମୁଁ ତ ଆପଣଙ୍କ ପଛେ ପଛେ ଯାଇ ଶୁଣୁଥିଲି। ବାବା, ଆପଣ ଆମକୁ ସେହି ମହାନ କୃଷ୍ଣ ଭକ୍ତ ଧନା ଭଗତଙ୍କ କାହାଣୀ ଟିକେ ଶୁଣାନ୍ତୁ ନା। ହଉ, କହୁଛି ଶୁଣ। ରାଜସ୍ଥାନରେ ଜଣେ ଜାଟ୍ କୃଷକ ଥିଲେ। ତାଙ୍କ ନାଁ ଥିଲା ଧନା ଭଗତ। ଥରେ ଓମ୍ ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଧନମ୍ ଉର୍ବାରୁକମେବ ବନ୍ଧନାନ୍ ମୃତ୍ୟୁର୍ମୁକ୍ଷୀୟମାମୃତାତ୍। ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ। ଏଇ ବ୍ରାହ୍ମଣ ଗୋସାଇଁ କ'ଣ ଗୋଟେ କଳା ପଥରକୁ ପୂଜା କରୁଛନ୍ତି? ଧନା, କ'ଣ ଦେଖୁଛୁ କି ରେ? ନାଇଁ ମ ବ୍ରାହ୍ମଣ ଗୋସାଇଁ, ମୁଁ କ'ଣ ଭାବୁଥିଲି କି ଆପଣ ଏଇ କଳା ପଥରକୁ କାହିଁକି ପୂଜା କରୁଛନ୍ତି? କ'ଣ କହିଲୁ? କଳା ପଥର? ହଇରେ ବୋକାଟା କିରେ, ଇଏ ପରା ଶିବଲିଙ୍ଗ। ସ୍ୱୟମ୍ଭୁ ମହାଦେବ ଠାକୁରଙ୍କୁ କ'ଣ ଏମିତି କେହି କୁହନ୍ତି? କ୍ଷମା କରନ୍ତୁ ଗୋସାଇଁ, ମୁଁ ତ ମୂର୍ଖ ଲୋକ, ଏତେ କଥା ମୁଁ କାହୁଁ ଜାଣିବି। ଗୋସାଇଁ, ମୋର ବି ଠାକୁରଙ୍କୁ ପୂଜା କରିବାକୁ ଭାରି ଇଚ୍ଛା ହଉଛି। ମତେ ବି ଏମିତିକା ଠାକୁରଟିଏ ଦିଅନ୍ତୁ ନା। ଧନାଟା ତ ମୂର୍ଖଟା, ପାଠ ସାଠ କିଛି ପଢ଼ିନି। ୟାକୁ ଯଦି ମୁଁ ସାଧାରଣ ପଥରଟେ ବି ଠାକୁର କହି ଦେଇଦେବି, ତାହେଲେ ମତେ କିଛି ମୁଦ୍ରା ବି ମିଳିଯିବ। ହଁ, ସେଇଆ କରିବି। ଗୋସାଇଁ ଆଜ୍ଞା, କ'ଣ ଭାବୁଛନ୍ତି ଯେ? ଆରେ ନାଇଁ ନାଇଁ, କିଛି ନାହିଁ। ତୁ ବାହାରକୁ ଚାଲ, ମୁଁ ତତେ ସେଇଠି ଠାକୁର ଦେଇଦେବି, ହେଲା? ଗୋସାଇଁ, ଏ ପଥର ଠାକୁର ତ ସେ ପଥର ଠାକୁର ପରିକା ନୁହେଁ। ଆରେ ମଣିଷ ବଡ଼ ଅକଳିଆରେ ପଡ଼ିଲା। ଏଇନା ମୁଁ କି ଉତ୍ତର ଦେବି, ମୁଁ କିଛି ବୁଝିପାରୁନି। ଗୋସାଇଁ, କ'ଣ ଭାବୁଛନ୍ତି? ହଁ, ଆରେ ବୁଝିଲୁ ଧନା, ସିଏ ଥିଲେ ମହାଦେବ, ଆଉ ଇଏ ହଉଛନ୍ତି କୃଷ୍ଣ। ତିଆରି କରିଲା ବେଳେ ଟିକିଏ ପ୍ରଭେଦ ଆସିବ ନା ନାହିଁ? ହଁ, ଆପଣ ଯାହା କହିବେ ଗୋସାଇଁ, ମତେ ଏବେ ମୋ ଠାକୁରଙ୍କୁ ଦିଅନ୍ତୁ। ଆରେ ଠାକୁର ସେମିତି ଦିଅନ୍ତିନି ରେ, ପାଉଣାଟା ଦବୁ ନା। ଆଉ ମୋ ପାଖରେ ତ ଏଇନା ପାଉଣା ନାହିଁ। ମୋତେ ଏବେ ଠାକୁରଙ୍କୁ ଦିଅନ୍ତୁ, ମୁଁ ପରେ ଦେଇଦେବି। ହଉ ଠିକ୍ ଅଛି। ମୁଁ 7 ଦିନ ପାଇଁ ବାହାରକୁ ଯଜ୍ଞ କାର୍ଯ୍ୟରେ ଯାଉଛି। ଫେରିଲେ ତୋ ଠାରୁ ପାଉଣାଟା ନେଇଯିବି। ଆଉ ନେ, ତୁ ଠାକୁରଙ୍କୁ ନେ। ହେ ଗୋବିନ୍ଦ ମାଧବ କୃଷ୍ଣ ମୁରାରୀ, ଠାକୁରେ କେଡ଼େ ଆଦରରେ ମୁଁ ଆପଣଙ୍କ ଆଗରେ ଖାଇବା ବାଢ଼ି ଦେଇଛି। ମୋ ହାତରୁ ଭୋଗ ଖାଇବେନି?
କେତେ ସମୟ ହେଲାଣି ପୂଜା କରୁଛ? ତମେ ଖାଇକି କ୍ଷେତ ଆଡେ ଯିବନି କି? ନା ନା, ମୋ ଠାକୁର କୃଷ୍ଣ, ମୁଁ ଦେଇଥିବା ଭୋଗ ନ ଖାଇଲା ପର୍ଯ୍ୟନ୍ତ ମୁଁ କୁଆଡ଼େ ଉଠିକି ଯିବିନି। ତମ ମୁଣ୍ଡଟା ବୋଧେ ଖରାପ ହେଇଯାଇଛି। କିଏ ସିନା କୃଷ୍ଣଙ୍କର ମୂର୍ତ୍ତିକୁ ପୂଜା କରେ, ତମେ ଗୋଟେ ପଥରକୁ ଆଣି ପୂଜା କରୁଛ। ନା ନା, ତମେ କିଛି ଜାଣିନ। ମୋତେ ବ୍ରାହ୍ମଣ ଗୋସେଇଁ କହିଛନ୍ତି ଇଏ ହଉଛନ୍ତି କୃଷ୍ଣ ଠାକୁର, ଆଉ ମୋ ଠାକୁର ମୋ ହାତରୁ ନିଶ୍ଚୟ ଭୋଗ ଖାଇବେ। ହଉ, ସିଆଡେ କ୍ଷେତରେ ଫସଲ ମରିଯାଉ, ତମେ ଏଇଠି ପଥରକୁ ପୂଜା କରୁଥାଅ। ହେ ଠାକୁରେ, ଦେଖୁଛ ମୋ ସ୍ତ୍ରୀ କେମିତି ଆପଣଙ୍କୁ ପଥର କହିକି ଚାଲିଗଲା। ହଁ, ସେ କହୁ, ହେଲେ ମୁଁ ଜାଣିଛି ଆପଣ ମୋ ଠାକୁର, ମୋ ଶ୍ରୀକୃଷ୍ଣ, ଆଉ ମୁଁ ବି ପଣ କରୁଛି ଯେତେ ଦିନ ଯାଏ ଆପଣ ମୋ ହାତରୁ ଭୋଗ ନ ଖାଇଛନ୍ତି ମୁଁ ବି ଅନ୍ନ ଜଳ ଛୁଇଁବି ନାହିଁ। ଇରେ ଧନା, ମୁଁ କଣ ଶୁଣିଛି ତୁ ଗୋଟେ ପଥରକୁ କୃଷ୍ଣ କହିକି ପୂଜା କରୁଛୁ? ତୁମ ପାଇଁ ଏହା ପଥର ହୋଇପାରେ, ହେଲେ ମୋ ପାଇଁ ଇଏ ମୋ ଠାକୁର ଶ୍ରୀକୃଷ୍ଣ। ଆରେ ତୋ ସ୍ତ୍ରୀ କହୁଥିଲା ତୁ କଣ 2 ଦିନ ହେଲା କିଛି ଖାଇନୁ କି କ୍ଷେତକୁ ବି ଯାଉନୁ। ମୋ ଠାକୁର ଶ୍ରୀକୃଷ୍ଣ, ମୋ ହାତରୁ ଭୋଗ ନ ଖାଇଲା ଯାଏଁ ମୁଁ ଅନ୍ନ ଜଳ କିଛି ଛୁଇଁବିନି। ଆରେ ଭାଇ, ଏଇଟା ସତରେ ପାଗଳ ହେଇଯାଇଛି ରେ। ମୋ କଥା ଶୁଣ, ସେ ପଥର ଭିତରୁ କୃଷ୍ଣ ବାହାରିବେନି କି ତୋ ହାତରୁ ଭୋଗ ଖାଇବେନି ହେଲା। ସେ ଗୋସେଇ ତତେ ମିଛ କହିଛନ୍ତି ରେ। ତୁମେ ଯାହା ବି କୁହ ଭାଇ, ମୋର ମୋ ଠାକୁର ଶ୍ରୀକୃଷ୍ଣଙ୍କ ଉପରେ ପୁରା ଭରସା ଅଛି। ସେ ନିଶ୍ଚୟ ମୋ ହାତରୁ ଭୋଗ ଖାଇବେ। ଠାକୁର ଖାଆନ୍ତୁ କି ନ ଖାଆନ୍ତୁ, ହେଲେ ତୁ ନ ଖାଇକି ମରିଯିବୁ ରେ ଧନା। ଭାଇ, ୟାକୁ ବୁଝେଇ କିଛି ଲାଭ ନାହିଁ, ତା ମୁଣ୍ଡ ଖରାପ ହେଇଯାଇଛି। ଚାଲ ଆମେ କ୍ଷେତକୁ ଯିବା। ଦେଖୁଛ ଠାକୁରେ, ସେମାନେ ମୋତେ କେମିତି ପାଗଳ କହି ଉପହାସ କରୁଛନ୍ତି, ହେଲେ ମୋର ବି ମୋ ଭକ୍ତି ଉପରେ ପୁରା ବିଶ୍ୱାସ ଅଛି। ନିଜେ ଆସି ମୋ ଭୋଗ ନିଶ୍ଚୟ ଖାଇବ। ହଁ, ନିଶ୍ଚୟ ଖାଇବ। ହେ ଠାକୁରେ, ସମସ୍ତେ ଯାହା କହୁଛନ୍ତି, ମୁଁ କଣ ସତରେ ପାଗଳ ହେଇଯାଇଛି ନା କଣ? ଗୋସେଇ ମୋତେ ମିଛ କହିଛନ୍ତି। ତୁମେ ମୋ ଭକ୍ତିରେ ସନ୍ତୁଷ୍ଟ ନୁହେଁ ନା ମୁଁ ମୂର୍ଖଟିଏ? ତନ୍ତ୍ର ମନ୍ତ୍ର ଜାଣି ନାହିଁ ବୋଲି ମୋତେ ଅବହେଳା କରୁଛ। କୁହ ଠାକୁରେ, କୁହ, ଏ ମୂର୍ଖ ଧନାର ଡାକ କଣ ତୁମକୁ ଶୋଭୁନି, ନା ତୁମେ ସତରେ ଗୋଟେ ପଥର? ଧନା, ମୋ ଭକ୍ତ, ମୋର ତନ୍ତ୍ରମନ୍ତ୍ର କିଛି ଦରକାର ନାହିଁ ରେ। ମୁଁ ତ ଭକ୍ତିରେ ସନ୍ତୁଷ୍ଟ। ସେଥିପାଇଁ ଦେଖୁନୁ, ମୁଁ ବୈକୁଣ୍ଠପୁର ଛାଡ଼ି ତୋ ପାଖକୁ କେମିତି ଧାଇଁ ଆସିଛି। ଠାକୁରେ, ମୋ କୃଷ୍ଣ, ତୁମେ ମୋ ଡାକ ଶୁଣିଛ। ମୋ ପାଇଁ ତୁମେ ବୈକୁଣ୍ଠପୁର ଛାଡ଼ି ଏଇ ଧନାର ଗରିବ ଗୁଡ଼ିଆକୁ ଚାଲି ଆସିଛ। ତୁମେ କଣ ମୋ ହାତରୁ ଭୋଗ ଖାଇବ? ହଁ, ନିଶ୍ଚୟ ଖାଇବି, ହେଲେ ଏକା ନୁହଁ। ଆମେ ଆଜି ଏକାଠି ମିଶି ଖାଇବା। ମୋ ଭକ୍ତ ଉପାସରେ ଥିବ, ଆଉ ମୁଁ କଣ ଆନନ୍ଦରେ ଏକାକୀ ଭୋଗ ଗ୍ରହଣ କରିପାରିବି? ଆରେ, ଏଇଟା ତ ଧନାର ଘର। ଏହା ଭିତରେ 7 ଦିନ ବି ବିତିଗଲାଣି। ଯିବା ଧନା ଠାରୁ କିଛି ପାଉଣା ନେଇ ଆସିବା ଆଉ। ଆରେ, ଇଏ ମୁଁ କଣ ଦେଖୁଛି? କୃଷ୍ଣ ଭଗବାନ ନିଜେ ଆସି ଧନା ହାତରୁ ଭୋଗ ଖାଉଛନ୍ତି। ମୁଁ ଏତେ ବର୍ଷ ଜପ ତପ ତନ୍ତ୍ରମନ୍ତ୍ର କରି କିଛି ଲାଭ ନାହିଁ, ପରନ୍ତୁ ପୂଜା ପାଠର ପ ଅକ୍ଷର ଜାଣିନଥିବା ମୂର୍ଖ ଧନା ନିଜ ଭକ୍ତି ବଳରେ ଭଗବାନ କୃଷ୍ଣକୁ ପାଖକୁ ଟାଣି ଆଣିଲା। ଧିକ୍ ମୋ ପୂଜା ପାଠକୁ, ଧିକ୍ ମୋ ତନ୍ତ୍ରମନ୍ତ୍ରକୁ। ହେ ପ୍ରଭୁ! ବୁଝିଲ ପିଲାମାନେ, ଭକ୍ତିରେ ଯେଉଁ ଶକ୍ତି ଥାଏ, ଆଡମ୍ବରପୂର୍ଣ୍ଣ ପୂଜା ପାଠରେ କିମ୍ବା ତନ୍ତ୍ର ମନ୍ତ୍ରରେ ତାହା ନଥାଏ। ସେଥିପାଇଁ ତ ସ୍ୱୟଂ ଶ୍ରୀକୃଷ୍ଣ ଧନାର ଭକ୍ତିରେ ବୈକୁଣ୍ଠ ଛାଡ଼ି ତା ପାଖକୁ ଚାଲି ଆସିଲେ, ଆଉ ତା ହାତରୁ ଭୋଗ ବି ଖାଇଲେ।
ତାପରେ କ'ଣ ହେଲା ବାବା? ତାପରେ ସେହି ଧନା ନିଜ ମନରୁ କଳ୍ପନା କରି ଶହ ଶହ ଭାବପୂର୍ଣ୍ଣ କୃଷ୍ଣ ଭଜନ ସବୁ ଗାଇବାକୁ ଲାଗିଲା, ଯାହା ଲୋକପ୍ରିୟ ହେବାକୁ ଲାଗିଲା। ସେଦିନ ମୁଁ ଯେଉଁ ଭଜନଟି ଗାଉଥିଲି ତାହା ଧନା ଭକ୍ତଙ୍କ ବିରଚିତ ଭଜନ ଥିଲା। ବଳରାମ, ତୁ ସନ୍ନ୍ୟାସୀଙ୍କ ଠାରୁ ଧନା ଭଗତଙ୍କ କାହାଣୀ ଶୁଣିଲୁ ନା ନାହିଁ? ହଁ, ଶୁଣିଲି ଆଉ ଜାଣିଲି। ଈଶ୍ୱରଙ୍କୁ ପାଇବାକୁ ହେଲେ ଭକ୍ତି ହିଁ ସବୁଠାରୁ ବଡ଼ ଶକ୍ତି। ଧନ୍ୟରେ ତୁ ଜଗା, କେବେ ରାମ ରୂପରେ, କେବେ କୃଷ୍ଣ ରୂପରେ, କେବେ ଜଗନ୍ନାଥ ରୂପରେ ତୁ ତୋର ଲୀଳା ଦେଖେଇ ଚାଲିଛୁ। ଜୟ ଜଗନ୍ନାଥ।